ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ। ହେରା ପଞ୍ଚମୀ। ପବିତ୍ର ହେରା ପଞ୍ଚମୀ ଶ୍ରୀଗୁଣ୍ଡିଚା ଯାତ୍ରାର ପଞ୍ଚମ ଦିବସ ଓ ଷଷ୍ଠ ତିଥି। ବଡ଼ ଠାକୁରଙ୍କ ପରିବାର ଲୀଳା ଯାହାଙ୍କ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରୀ ଆଜି ରୋଷ କରିଛନ୍ତି। ଶ୍ରୀମନ୍ଦିରରେ ଏକୁଟିଆ ସ୍ତ୍ରୀକୁ ଛାଡ଼ି ଭାଇ ଭଉଣୀକୁ ଘେନି କାଳିଆ ଠାକୁର ଶ୍ରୀଗୁଣ୍ଡିଚା କରେ କାଳିଆ ଠାକୁର ଗୁଣ୍ଡିଚା କରେ। ବଡ଼ ଦେଉଳର ଅଭିମାନିନୀ ମାଲିକାଣୀ ଏବଂ ମହାପ୍ରଭୁଙ୍କ ଆଜି ମାନବୀୟ ଲୀଳା। ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ। ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି। ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁ ଗତକାଲି ମନଗଲା ଘିନିତି ହୋଇଛନ୍ତି। ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ବାମଦେବ ସଂହିତାର ବର୍ଣ୍ଣନା ଅନୁସାରେ ସ୍ୱୟଂ ବାମଦେବ ଶ୍ରୀଜଗନ୍ନାଥଙ୍କ ଲୀଳା ବର୍ଣ୍ଣନା କ୍ରମରେ ଦେବୀ ପାର୍ବତୀଙ୍କୁ କହିଥିଲେ ଦ୍ୱିତୀୟା ପଞ୍ଚମୀ ଦିନେ ତୟା ଯାତ୍ରା କୃତା ପ୍ରିୟ ଧବଂସା ବିକ୍ଷିତୁମ ତତ୍ର ଗୁପ୍ତ ଯାତ୍ରା କୃତା ତୟା ହରମ च ମାନସା କୃତ୍ୱା ହେରତି ନାମ ଜଗତ ରାଜଜ୍ଞ କ୍ରୋଧବତୀ ଚାବି ସାୟଂ ପୂଜା ସମାପନେ। ଅର୍ଥାତ୍ ବାମଦେବ କହୁଛନ୍ତି, ହେ ପ୍ରିୟ, ଏହାପରେ ମହାଲକ୍ଷ୍ମୀ ଆଷାଢ଼ ଦ୍ୱିତୀୟା ତିଥି ଘୋଷଯାତ୍ରାର ପଞ୍ଚମ ଦିନରେ ସ୍ୱାମୀ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବାକୁ ଗୋପନରେ ଯାତ୍ରା କରିଥିଲେ। ହରଙ୍କୁ ମନରେ ଧ୍ୟାନ କରି ଯାତ୍ରା କରୁଥିବାରୁ ମହାଲକ୍ଷ୍ମୀଙ୍କର ଏହି ଯାତ୍ରା ନାମ ହେରା ପଞ୍ଚମୀ ନାମରେ ପ୍ରସିଦ୍ଧ। ଏହି ଯାତ୍ରା ଜଗନ୍ନାଥ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ବିଭବ ଅଟେ। ପ୍ରତ୍ୟେକ ଯୁଗରେ ଯେତେବେଳେ ଭଗବାନ ବିଷ୍ଣୁ ଧରାବତରଣ କରିଛନ୍ତି ସେତେବେଳେ ତାଙ୍କ ଅନୁରୋଧ ରକ୍ଷା କରି ମହାଲକ୍ଷ୍ମୀ ସର୍ବଦା ମର୍ତ୍ତ୍ୟାବରଣ କରିଥାନ୍ତି। ପରମ୍ପରା ଅନୁଯାୟୀ ପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣ ଭାବରେ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ଲକ୍ଷ୍ମୀ ସ୍ୱରୂପା ରୁକ୍ମିଣୀଙ୍କୁ ବିବାହ କରିଥାନ୍ତି। ଶୁକ୍ଳ ଚତୁର୍ଦ୍ଦଶୀ ରାତ୍ରରେ ତାଙ୍କର ଚତୁର୍ଥୀ ହୋମ ହୋଇଥାଏ। କିନ୍ତୁ ମହାପ୍ରଭୁ ଚତୁର୍ଥୀ ସ୍ନାନ କରିବାକୁ ଯାଇ ଗପୀ ହୋଇଯାଆନ୍ତି। ମାତା ଲକ୍ଷ୍ମୀଙ୍କ ସହ ଆଉ ଦେଖା ସାକ୍ଷାତ ହୁଏ ନାହିଁ। ଏପଟେ ମହାପ୍ରଭୁଙ୍କୁ ସ୍ନାନ ପରେ ଜ୍ୱରଗ୍ରସ୍ତ ହୋଇ ଅଣସର ଘରେ ରହିବାକୁ ପଡ଼ିଥାଏ ଓ ପରେ ପରେ ନବଯୌବନ ଦର୍ଶନ ଦେଇ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ନେଇ ଲକ୍ଷ ଲକ୍ଷ ଭକ୍ତ ଗହଣରେ ଗୁଣ୍ଡିଚା ରାଣୀ ଘରକୁ ଘୋଷଯାତ୍ରାରେ ବାହାରି ପଡ଼ନ୍ତି। ଏଥିରେ ମହାଲକ୍ଷ୍ମୀ କ୍ରୋଧିତ ହୋଇ ଏକ ସାଧାରଣ ଲୌକିକ ନାରୀ ରୂପେ ନିଜ ଦୁଃଖ ସମ୍ପର୍କରେ ଶ୍ରୀକ୍ଷେତ୍ର ରାଜେଶ୍ୱରୀ ମା ବିମଳାଙ୍କୁ କହିଥାନ୍ତି। ଏହିପରି ବିମଳା ଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ କହିଥିଲେ, ସ୍ୱାମୀ ଯଦି ବିବେକଶୂନ୍ୟ ହୋଇ ଅକରଣୀୟକୁ କରଣୀୟ ବୋଲି ମନେ କରନ୍ତି ତେବେ ତାଙ୍କୁ ଉଚ୍ଚାରିତ କରିବାକୁ ପଡ଼ିଥାଏ। ତେଣୁ ତୁମେ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯିବା ଉଚିତ। ଏହାପରେ ମା ବିମଳାଙ୍କ ପରାମର୍ଶ କ୍ରମେ ମା ଭଗବତୀ କଲ୍ୟାଣମୟୀ ରଥ ଯାତ୍ରାର ପଞ୍ଚମ ଦିନ ଆଜିର ପବିତ୍ର ଦିବସରେ ହେରା ପଞ୍ଚମୀରେ ହେରା ଶବ୍ଦ ଅର୍ଥ ଦେଖିବା ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। କାଳିଆ ସାଆନ୍ତ ଆଜି ମା ସାଆନ୍ତାଣୀଙ୍କୁ ଦେଖିବେ। ମା ସାଆନ୍ତାଣୀ ଆଜି କାଳିଆ ସାଆନ୍ତକୁ ଦେଖିବେ। ଶ୍ରୀମନ୍ଦିର ନୀତି ମୁତାବକ ପ୍ରଥମେ ଶ୍ରୀମନ୍ଦିର ଭଣ୍ଡାର ଘରେ ବିଜେ ହେଉଥିବା ଲକ୍ଷ୍ମୀଙ୍କୁ ପାଳିଆ ମହାଜନମାନେ ମାଜଣା କରନ୍ତି। ତାହାପରେ ବନକ ଲାଗି ପାଟ ଓ ଅଳଙ୍କାର ଲାଗି ହୁଏ। ପାଳିଆ ମେକାପ ପ୍ରତିହାରୀ ମୁଦୁଲି ଦେଇଥିବା ପନ୍ତି ଭୋଗ ପୂଜାପଣ୍ଡା କରନ୍ତି। ଏହାପରେ ମହାଜନମାନେ ଲକ୍ଷ୍ମୀଙ୍କୁ ନେଇ ବଟବୃକ୍ଷ ତଳେ ଥିବା ବିମାନରେ ବିଜେ କରନ୍ତି। ବିମାନ ବୋଡ଼ମାନେ ବିମାନ କାନ୍ଧି ଘଣ୍ଟ କାହାଳି ବାଜା ଛତ୍ର ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ଗୁଣ୍ଡିଚା ଘର ସାମ୍ନାରେ ଶ୍ରୀ ଜଗନ୍ନାଥଙ୍କ ରଥ ପାଖରେ ଠିଆ ହୁଅନ୍ତି। ଏଠାରେ ପତି ମହାପାତ୍ର ପ୍ରସାଦ ଲାଗି ବନ୍ଦାପନା ଓ ଚାମର ଆଲଟ କରନ୍ତି। ଘଷା ବିଡ଼ିଆ ଓ ଦହିପଟି ମଣୋହି କରନ୍ତି। ଏହି ମଧ୍ୟରେ ଗୁଣ୍ଡିଚା ଘରେ ତିନି ବାଡ଼ରେ ସର୍ବାଙ୍ଗ ପରେ ବେଶ ହୋଇ ଓ ସନ୍ଧ୍ୟା ଧୂପ ଉଠି ପୂଜାପଣ୍ଡା ପୂଜାରେ ବସିଥାନ୍ତି। ଲକ୍ଷ୍ମୀ ରଥ ପାଖରୁ ଜଗମୋହନ ଜୟବିଜୟ ଦ୍ୱାରଠାକୁ ଆସନ୍ତି। ପତି ମହାପାତ୍ର ସିଂହାସନ ଉପରକୁ ଉଠି ଶ୍ରୀ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆଣି ଲକ୍ଷ୍ମୀଙ୍କୁ ଦେଲା ପରେ ପୂଜାପଣ୍ଡା ପୂଜା ବଢ଼ାଇ ଧୂପ ଦୀପ ଦେଇ ଡେରା ପକାନ୍ତି। ଲକ୍ଷ୍ମୀଙ୍କ ବିମାନକୁ ଜଗମୋହନରୁ ନାକଚଣା ଦ୍ୱାର ଦେଇ ତେନ୍ତୁଳି ଗଛ ପାଖରେ ରଖାଯାଏ। ସେଠାରେ ଭିତରଛ ମହାପାତ୍ର ଗରାବଡ଼ୁଠାରୁ ହାତୁଆଣି ନେଇ ବନ୍ଦାପନା କରନ୍ତି ଓ ଦହିପଟି ମଣୋହି କରନ୍ତି। ଏହାପରେ ତାଙ୍କର ବିମାନକୁ ଶ୍ରୀ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଏ। ପ୍ରେମର ସୂଚକ ଭାବର ସୂଚକ ରୂପରେ ନନ୍ଦିଘୋଷ ରଥର ଅଂଶପଟାରୁ ଗୋଟିଏ ଅଂଶକୁ ସେବକଙ୍କ ଭିତରୁ ଜଣେ ଭାଙ୍ଗି ଦେବା ପରେ ହରଗୌରୀ ସାହି ଦେଇ ବଡ଼ ଦେଉଳକୁ ବିଜେ କରନ୍ତି। ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହଭଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିବାରେ ସଫଳ ହେବା ପରେ ଏହାର ପରଦିନ ପ୍ରତ୍ୟାବର୍ତ୍ତନ ପାଇଁ ରଥକୁ ଦକ୍ଷିଣାଭିମୁଖେ କରିବା ନିମନ୍ତେ ଆଦେଶ ଦିଆଯାଇଥାଏ। ଫଳରେ ହେରା ପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମଡ଼ା କରାଯାଏ। ଶ୍ରୀମନ୍ଦିର ଇତିହାସରୁ ଜଣାଯାଏ ଯେ ହେରା ପଞ୍ଚମୀ ଉତ୍ସବ ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ପାଳିତ ହୋଇ ଆସୁଛି। ଏହା ପୂର୍ବରୁ ଏହି ଉତ୍ସବ କେବଳ ପ୍ରତୀକାତ୍ମକ ଭାବେ ଏକ ପୂଜାମନ୍ତ୍ର ବିଧିରେ ପାଳିତ ହେଉଥିଲା। ମାଦଳ ପାଞ୍ଜିର ବର୍ଣ୍ଣନା ଅନୁସାରେ ଯେତେବେଳେ ମା ମହାଲକ୍ଷ୍ମୀ ଓ ଶ୍ରୀଜଗନ୍ନାଥଙ୍କ ପୂଜା କରାଯାଏ।
ଆମର ରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ମହାଲକ୍ଷ୍ମୀଙ୍କ ସୁବର୍ଣ୍ଣ ପ୍ରତିମା ନେଇ ଲୌକିକ ପୂଜାଚାର ପଦ୍ଧତିରେ ମହାଡମ୍ବରରେ ଏହି ଉତ୍ସବ ପାଳନ କରାଗଲା। ଏହି ପବିତ୍ର ହେରା ପଞ୍ଚମୀ ପାଳନ ଅବସରରେ ସାମାଜିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଅନାବଳା ପ୍ରେମର ଏକ ଭିନ୍ନ ପରିପ୍ରକାଶ ହେବା ସହ ଗୃହସ୍ଥମାନଙ୍କ ପାଇଁ ଏକ ଶିକ୍ଷଣୀୟ ଚଳନୀର ବାର୍ତ୍ତା ବହନ କରୁଛି। ଆଜି ହେରା ପଞ୍ଚମୀ ପରି ଏହି ପବିତ୍ର ଦିନରେ ମା ଲକ୍ଷ୍ମୀ ସାଆନ୍ତାଣୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ଜଗତବାସୀଙ୍କୁ କହିଦେବାକୁ ଚାହାନ୍ତି ଯେ ମାନ ଅଭିମାନ ରାଗ ରୁଷା ସଂସାର କରିଥିଲେ ସମ୍ମୁଖୀନ କରିବାକୁ ପଡ଼ିଥାଏ। ପାରିବାରିକ କଳହ ସାଂସାରିକ ଜୀବନରେ ଅପରିହାର୍ଯ୍ୟ। କଳହ ପରର ପ୍ରେମ ସୋହାଗ ପ୍ରତ୍ୟେକ ଦମ୍ପତିଙ୍କ ବିବାହ ଜୀବନର ମଧୁର ସମ୍ପର୍କକୁ ଆହୁରି ଅଧିକ ମଧୁମୟ କରିଦେଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଆଶ୍ରା କରି ଚାଲିଲେ ଆମେ ସମସ୍ତେ ଏହି ସଂସାରକୁ ତରିକୁ ତାରିପାରିବା। ଏହା ହେଲା ଆମର ହେରା ପଞ୍ଚମୀର କଥା। ଆପଣଙ୍କୁ ଯଦି ଏହି ତଥ୍ୟ ଭଲ ଲାଗିଲା ନିଶ୍ଚିତ ଭାବେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। କମେଣ୍ଟରେ ଜୟ ଶ୍ରୀ ଜଗନ୍ନାଥ ଲେଖିଦେବେ। ଜୟ ଶ୍ରୀ ଜଗନ୍ନାଥ ହର ହର ଶମ୍ଭୁ।